ଅଲ୍ ପୁରାଣ ଷ୍ଟୋରୀ, ଉପଦେଶ ଭରା କାହାଣୀମାଳା। ଆଜ୍ଞାର ଦାସ। ଏକଦା ଜଣେ ଶସ୍ତ୍ରଗୁରୁଙ୍କ ପାଖରେ ଶିକ୍ଷା ଲାଭ କରୁଥିଲେ ଦୁଇ ଜଣ ଯୁବକ। ସେମାନେ ଚାକିରି ଉଦ୍ଦେଶ୍ୟର ରାଜାଙ୍କ ଦ୍ୱାରରେ ଉପସ୍ଥିତ ହେଲେ। ଠିକ୍ ସେହି ସମୟରେ ରାଜା ନିଜ ସୈନ୍ୟବାହିନୀ ସକାଶେ ଜଣେ ଉପଯୁକ୍ତ ତରୁଣ ସେନାପତିଙ୍କ ତଲାସରେ ଥିଲେ। ଦୁଇ ଯୁବକ ନିଜର ବାହାଦୁରୀ ଦେଖାଇ ସେମାନେ ଅସ୍ତ୍ରଶସ୍ତ୍ର ଚାଳନାରେ ନିପୁଣ ବୋଲି ରାଜାଙ୍କ ଆଗରେ ଯୁକ୍ତି ବାଢ଼ିଥିଲେ। ରାଜା ସେମାନଙ୍କୁ ଆଶ୍ୱାସନା ଦେଇ କହିଲେ, ମୁଁ ତୁମର ପରୀକ୍ଷା ନେଇ ସାରିବା ପରେ କାହାକୁ ନିଯୁକ୍ତି ଦେବି କି ନ ଦେବି ସେ କଥା ପରେ ସ୍ଥିର କରିବି। ରାଜାଙ୍କ କଥାରେ ଦୁଇ ଜଣ ଯାକ ଯୁବକ ରାଜି ହୋଇଗଲେ। ଗୋଟିଏ ଗୁରୁଙ୍କ ପାଖରେ ଶସ୍ତ୍ରବିଦ୍ୟା ଶିକ୍ଷା ଲାଭ କରିଥିବା ଯୁବକ ଦୁଇ ଜଣ ଶସ୍ତ୍ରବିଦ୍ୟାରେ ପାରଙ୍ଗମ ଥିଲେ। ସେମାନଙ୍କର ପରୀକ୍ଷା ନେବା ପାଇଁ ରାଜା ଗୋଟିଏ ନିର୍ଦ୍ଦିଷ୍ଟ ଦିନ ସ୍ଥିର କରିଥିଲେ। ସେହି ନିର୍ଦ୍ଦିଷ୍ଟ ଦିନ ଯୁବକ ଦୁଇ ଜଣ ପରୀକ୍ଷା ଦେଇ ସାରିବା ପରେ ରାଜା ସେମାନଙ୍କର ଅପୂର୍ବ ଶସ୍ତ୍ରବିଦ୍ୟାରେ ବିମୋହିତ ହୋଇଯାଇ ନିଜେ ସ୍ଥିର କରିପାରିଲେ ନାହିଁ ଯେ କାହାକୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। କାରଣ ରାଜା ବୁଝିପାରିଥିଲେ ଯେ ଶସ୍ତ୍ରବିଦ୍ୟାରେ କେହି କାହାରିଠାରୁ ଋଣା ନୁହନ୍ତି। ଶେଷରେ ରାଜା ପାତ୍ରମନ୍ତ୍ରୀଙ୍କ ପରାମର୍ଶ ନେଇ ଆଉ ଏକ ପରୀକ୍ଷା କରିବା ପାଇଁ ସ୍ଥିର କଲେ। ଯୁବକ ଦୁଇ ଜଣ ଶିକ୍ଷା ଲାଭ କରୁଥିବା ଗୁରୁଙ୍କ ଆଶ୍ରମରେ ରହୁଥିଲା ଏକ ସୁନ୍ଦର ହରିଣଟିଏ। ଆଶ୍ରମର ଅନ୍ତେବାସୀମାନଙ୍କର ସେ ଥିଲା ଅତି ପ୍ରିୟ। ସେ ପୋଷା ବାନ୍ଧିଥିବାରୁ ତା ନାମ ଧରି ଡାକିଲେ ସେ ପାଖକୁ ଆସି ଗେହ୍ଲା ହେଉଥିଲା। ରାଜା ପାତ୍ରମନ୍ତ୍ରୀମାନଙ୍କ ପରାମର୍ଶ ଅନୁସାରେ ହରିଣଟିକୁ ଆଶ୍ରମରୁ ମଗାଇଲେ ଏବଂ ତା କପାଳରେ ସିନ୍ଦୁରର ଛୋଟ ଟୀକାଟିଏ ଲଗାଇଦେଲେ। ହରିଣଟିକୁ କିଛି ଦୂରରେ ଠିଆ କରାଇ ଦେଇ ଯୁବକ ଦୁଇ ଜଣଙ୍କୁ କହିଲେ, ତୁମେ ଏହି ହରିଣର ମୁଣ୍ଡକୁ ଲକ୍ଷ୍ୟ କରି ସ୍ୱରସନ୍ଧାନ କର, ଯେମିତିକି ତୁମ ଦୁହିଁଙ୍କ ତୀର ହରିଣର କପାଳରେ ସିନ୍ଦୁର ଲଗାଯାଇଥିବା ସ୍ଥାନରେ ଭେଦ ହେବ। ଯୁବକ ଦୁଇ ଜଣ ପରସ୍ପରକୁ ଚାହିଁ ଗୁରୁଙ୍କ ନାମ ସ୍ମରଣ କରି ହରିଣର କପାଳ ଉପରେ ଥିବା ସିନ୍ଦୁର ଚିହ୍ନକୁ ଚାହିଁ ସ୍ୱର ସନ୍ଧାନ କଲେ। ଦୁଇ ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜଣେ ପ୍ରତିଯୋଗୀ ଏହି ସ୍ୱର ସନ୍ଧାନରୁ ଓହରିଗଲା। ଅନ୍ୟ ଯୁବକ ଜଣକ କିନ୍ତୁ ତା ତୀର ନିକ୍ଷେପ କରିବା ନିମନ୍ତେ ରାଜାଙ୍କ ଅନୁମତି ପ୍ରାର୍ଥନା କଲା। ରାଜା କିନ୍ତୁ ଅନୁମତି ନ ଦେଇ କହିଲେ, ସେତିକି ଥାଉ, ମୁଁ ମୋ ସେନାପତିଙ୍କୁ ବାଛିଦେଲି। ମହାମନ୍ତ୍ରୀ ତତ୍କ୍ଷଣାତ୍ କହି ପକାଇଲେ, ଆପଣ କାହାକୁ ବାଛିଲେ? ମୋ ମତରେ ଆପଣଙ୍କ ଆଦେଶକୁ ଅମାନ୍ୟ କରିଥିବା ଯୁବକ ସେନାପତି ହେବାକୁ ଯୋଗ୍ୟ ନୁହେଁ। ରାଜା କହିଲେ, କିନ୍ତୁ ମୁଁ ଆପଣଙ୍କ ମତ ସହିତ ଏକମତ ନୁହେଁ। କାରଣ ଯେଉଁ ଯୁବକ ତୀର ମାରିବାକୁ ପ୍ରସ୍ତୁତ ହେଉଥିଲା ସେ ପ୍ରଭୁଙ୍କ ଆଜ୍ଞାର ଦାସ, ତାହା ଭଲ କଥା। କିନ୍ତୁ ଏହା ବିପଦଜନକ, କାରଣ ସେ ଗୋଟିଏ ଯନ୍ତ୍ର ସହିତ ସମତୁଲ। ରାଜା କହିଲେ, ଆଜି ମୁଁ ରାଜା ଅଛି, କାଲି ଆଉ କିଏ ରାଜା ହେବ ବା ପ୍ରଭୁ ହେବ ସେ କଥା ମୁଁ କ'ଣ କହିପାରିବି? ଯିଏ ଆଜ୍ଞାର ଦାସ ତା ପାଇଁ ଯିଏ ପ୍ରଭୁ ହେଲେ ବି କୌଣସି କଥା ନଥାଏ। କିନ୍ତୁ ଯିଏ ମୋ ଆଜ୍ଞାକୁ ଅବଜ୍ଞା କଲା ସେ ମଣିଷ ତୁଲ୍ୟ ବ୍ୟବହାର କଲା। ହରିଣ ସହିତ ତାର ଅନ୍ତରଙ୍ଗ ସମ୍ପର୍କକୁ ସେ ଗୁରୁତ୍ୱ ପ୍ରଦାନ କଲା। ଏ ସେନାପତି ହେଲେ ମଧ୍ୟ ୟା ଉପରେ ନିର୍ଭର କରିହେବ। ଏ ପୃଥିବୀରେ ସମସ୍ତେ ଆଜ୍ଞାର ଦାସ।